ଗୁରୁ ଦକ୍ଷିଣାରେ ବୁଦାଙ୍ଗୁଳି ହରାଇଥିବା ସେହି ଯୋଦ୍ଧା, ଯିଏ 4 ଆଙ୍ଗୁଠିରେ ମଧ୍ୟ ଶ୍ରୀକୃଷ୍ଣଙ୍କ ଶହ ଶହ ଯାଦବ ସୈନ୍ୟକୁ ଏକୁଟିଆ ପରାସ୍ତ କରିଥିଲେ। ଶ୍ରୀକୃଷ୍ଣ ଏହି ଅଦ୍ଭୁତ ଧନୁବିଦ୍ୟା ଦେଖି ଆଚମ୍ବିତ ହୋଇଯାଇଥିଲେ, ଯାହାଙ୍କୁ ରୋକିବାକୁ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ସୁଦର୍ଶନ ଚକ୍ର ଧରିବାକୁ ପଡ଼ିଲା। ସେ ଥିଲେ ଏକଲବ୍ୟ, ଯାହାଙ୍କ ତୀର ଛୁଟିଲେ ସ୍ୱର୍ଗ କମ୍ପି ଉଠୁଥିଲା। ଏକଲବ୍ୟ କେଉଟ ଘରର ରାଜକୁମାର, ଯିଏ ଧନୁବିଦ୍ୟାରେ ଏତେ ପାରଙ୍ଗମ ଥିଲେ ଯେ ଯଦି ସେ ମହାଭାରତ ଯୁଦ୍ଧରେ ଯୋଗ ଦେଇଥାନ୍ତେ, ତେବେ ସମ୍ଭବତଃ ସମସ୍ତ ପାଣ୍ଡବ ଓ କୌରବ ମିଶି ବି ତାଙ୍କୁ ପରାସ୍ତ କରିପାରି ନଥାନ୍ତେ। ଏହା କେବଳ ଏକ କାହାଣୀ ନୁହେଁ, ଏହା ଏକ ରକ୍ତ ରଞ୍ଜିତ ସତ୍ୟ। ଚାଲନ୍ତୁ ବିସ୍ତାର ରୂପରେ ଜାଣିବା ଏହି ଯୋଦ୍ଧାଙ୍କ ଇତିହାସ। ପ୍ରାଚୀନ କାଳରେ ହସ୍ତିନାପୁର ନିକଟରେ ଏକ ନିଷାଦ ରାଜ୍ୟ ଥିଲା। ତାହା ଏକ ସମୃଦ୍ଧ ରାଜ୍ୟ ଥିଲା, ଯେଉଁଠି ଲୋକେ ଶାନ୍ତିରେ ରହୁଥିଲେ। ଏକଲବ୍ୟ ଥିଲେ ସେହି ରାଜ୍ୟର ରାଜା ହିରଣ୍ୟ ଧନୁଙ୍କ ପୁତ୍ର। ତାଙ୍କର ଧନୁବିଦ୍ୟା ପ୍ରତି ଅଗାଧ ଆଗ୍ରହ ଥିଲା। ସେ ଶୁଣିଥିଲେ ଯେ ହସ୍ତିନାପୁରରେ ଗୁରୁ ଦ୍ରୋଣାଚାର୍ଯ୍ୟ ରାଜକୁମାରମାନଙ୍କୁ ଧନୁବିଦ୍ୟା ଶିଖାଉଛନ୍ତି। ତାଙ୍କୁ ଗୁରୁ କରିବା ପାଇଁ ସେ ନିଜର ଘୋଡ଼ାରେ ବସି ହସ୍ତିନାପୁର ଅଭିମୁଖେ ବାହାରିଲେ। ଜଙ୍ଗଲର ଭୟଙ୍କର ପଥ, ପାହାଡ଼, ଘନ ଅନ୍ଧକାର, କ୍ରୀଡ଼ା ଭୟଙ୍କର ପଶୁମାନଙ୍କର ଗର୍ଜନ ଆଦି ଅତିକ୍ରମ କରି ସାହସୀ ଏକଲବ୍ୟ ଘୋଡ଼ାରେ ବସି ହସ୍ତିନାପୁର ଆଡ଼କୁ ଅଗ୍ରସର ହେଉଥିଲେ। ସେପଟେ ହସ୍ତିନାପୁରରେ ଗୁରୁ ଦ୍ରୋଣାଚାର୍ଯ୍ୟ ପାଣ୍ଡବ ଓ କୌରବମାନଙ୍କୁ ଶିକ୍ଷା ଦେଉଥିଲେ। ସେ ଅର୍ଜୁନକୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବାର ପ୍ରତିଜ୍ଞା ନେଇଥିଲେ। ଏହା ପଛର କାହାଣୀ ହେଉଛି, ଗୁରୁ ଦ୍ରୋଣ ବାଲ୍ୟକାଳରେ ତାଙ୍କର ବନ୍ଧୁ ଦ୍ରୁପଦଙ୍କ ସହ ଏକାଠି ଶିକ୍ଷା ଗ୍ରହଣ କରିଥିଲେ। ଦ୍ରୋଣ ଓ ଦ୍ରୁପଦ ବହୁତ ଭଲ ବନ୍ଧୁ ଥିଲେ। ଦ୍ରୁପଦ ରାଜାଙ୍କ ପୁତ୍ର କ୍ରୀଡ଼ା ହୋଇଥିବାରୁ ଗୁରୁକୁଳରୁ ଶିକ୍ଷା ସମାପ୍ତ କରିବାରେ ଦ୍ରୋଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ କଷ୍ଟ ସମୟରେ ତାଙ୍କର ସାହାଯ୍ୟ କରିବେ। କିନ୍ତୁ ଯେତେବେଳେ ଦ୍ରୁପଦ ରାଜା ହେଲେ ଓ ଗୁରୁ ଦ୍ରୋଣଙ୍କ ପାଖରେ ଜୀବିକା ଚଳିବା ପାଇଁ କିଛି ନଥିଲା, ସେ ଦ୍ରୁପଦଙ୍କ ପାଖକୁ ଏକ ଗାଈ ମାଗିବାକୁ ଗଲେ। କିନ୍ତୁ ରାଜା ଦ୍ରୁପଦ ତାଙ୍କର ମିତ୍ର ଦ୍ରୋଣଙ୍କର ଅପମାନ କରି ପ୍ରାସାଦରୁ ବାହାର କରିଦେଲେ। ତେବେ ଦ୍ରୋଣ ଏହି ଅପମାନର ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ। ଯେତେବେଳେ ଅର୍ଜୁନ ଏ ବିଷୟରେ ଜାଣିଲେ, ସେ ଗୁରୁ ଦ୍ରୋଣଙ୍କୁ ପ୍ରତିଜ୍ଞା କଲେ ଯେ ସେ ଗୁରୁଙ୍କ ଅପମାନର ପ୍ରତିଶୋଧ ନେବେ ଓ ରାଜା ଦ୍ରୁପଦଙ୍କୁ ପରାସ୍ତ କରିବେ। ଏପଟେ ଜଙ୍ଗଲ, ପାହାଡ଼ ଓ ନଦୀ ଅତିକ୍ରମ କରି ଏକଲବ୍ୟ ହସ୍ତିନାପୁର ପହଞ୍ଚିଲେ। ଗୁରୁ ଦ୍ରୋଣଙ୍କ ପାଖରେ ପହଞ୍ଚି ବିନମ୍ରତାର ସହ କହିଲେ, ହେ ଗୁରୁଦେବ, ମୁଁ ଆପଣଙ୍କଠାରୁ ଧନୁବିଦ୍ୟା ଶିଖିବାକୁ ଚାହେଁ। ମୋତେ ଆପଣଙ୍କର ଶିଷ୍ୟ ରୂପେ ଗ୍ରହଣ କରନ୍ତୁ। କିନ୍ତୁ ଗୁରୁ ଦ୍ରୋଣ ତାଙ୍କୁ ଦେଖି ପଚାରିଲେ, ତୁମେ କିଏ? ଏକଲବ୍ୟ କହିଲେ, ମୁଁ ନିଷାଦ ରାଜ୍ୟର ରାଜକୁମାର ଏକଲବ୍ୟ। ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିବାକୁ ମନା କରିଦେଲେ, କାରଣ ସେ ସମୟରେ କେବଳ ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କୁ ଶସ୍ତ୍ରବିଦ୍ୟା ଶିଖିବାକୁ ଅନୁମତି ଥିଲା। ଗୁରୁ ଦ୍ରୋଣ ମଧ୍ୟ ଅର୍ଜୁନଙ୍କୁ ପ୍ରତିଜ୍ଞା କରିଥିଲେ ଯେ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବେ। ତେଣୁ ସେ ଏକଲବ୍ୟକୁ ମନା କରିଦେଲେ। ଏକଲବ୍ୟ ଭଗ୍ନ ହୃଦୟରେ ଫେରିଲେ, କିନ୍ତୁ ହାର ମାନିଲେ ନାହିଁ। ସେ ନିଶ୍ଚୟ କଲେ ଯେ ସେ ଗୁରୁ ଦ୍ରୋଣଙ୍କୁ ନିଜ ମନରୁ ଗୁରୁ ମାନି ନେଇଛନ୍ତି। ସେ ଗୁରୁ ଦ୍ରୋଣଙ୍କ ମାଟି ମୂର୍ତ୍ତି ତିଆରି କରି ଧନୁବିଦ୍ୟା ଶିଖିବେ, ଆଉ ସେ ତାହା ହିଁ କଲେ। ଏକଲବ୍ୟ ନିଜ ଘୋଡ଼ାରେ ବସି ହସ୍ତିନାପୁରରୁ ଦୂରକୁ ଚାଲିଗଲେ, ଯେଉଁଠି ଭୀଲମାନଙ୍କର ଏକ ଆଦିବାସୀ ବସ୍ତି ଥିଲା। ଏକଲବ୍ୟ ଭୀଲ ସର୍ଦ୍ଦାରଙ୍କଠାରୁ ଅନୁମତି ମାଗିଲେ ଯେ ସେ ସେମାନଙ୍କର ରାଜ୍ୟରେ ରହି ଧନୁବିଦ୍ୟାର ଅଭ୍ୟାସ କରିବେ। ଏଥିରେ ଭୀଲ ସର୍ଦ୍ଦାର ବହୁତ ପ୍ରସନ୍ନ ହେଲେ ଓ ଏକଲବ୍ୟଙ୍କୁ ଅନୁମତି ଦେଲେ। ଏକଲବ୍ୟଙ୍କ ମନ ଓ ମସ୍ତିଷ୍କରେ କେବଳ ଗୋଟିଏ ଚିନ୍ତା ଥିଲା ଯେ ସେ ନିଜ ରାଜ୍ୟକୁ ସେତେବେଳେ ଫେରିବେ ଯେତେବେଳେ ତାଙ୍କୁ ଧନୁବିଦ୍ୟାର ସମ୍ପୂର୍ଣ୍ଣ ଜ୍ଞାନ ମିଳିଯିବ। ଏକଲବ୍ୟ ଜଙ୍ଗଲରେ ଗୁରୁ ଦ୍ରୋଣଙ୍କ ମାଟି ମୂର୍ତ୍ତି ତିଆରି କରି ଧନୁବିଦ୍ୟାର ଅଭ୍ୟାସ କରିବାକୁ ଲାଗିଲେ। ଯଦି ଅଭ୍ୟାସ ବେଳେ କୌଣସି ସମସ୍ୟା ଆସୁଥିଲା, ସେ ନିଜେ ପ୍ରଶ୍ନ ଓ ଉତ୍ତର କରି ସମାଧାନ ବାହାର କରୁଥିଲେ। ଶୀତ, ବର୍ଷା, ଗ୍ରୀଷ୍ମ ଆସିଲା ଓ ଗଲା, କିନ୍ତୁ ବାଳକ ଏକଲବ୍ୟଙ୍କ ଅଭ୍ୟାସ ଜାରି ରହିଲା। ସମୟ ବିତି ଚାଲିଲା ଓ ଏକଲବ୍ୟ ଧନୁବିଦ୍ୟାରେ ସର୍ବଶ୍ରେଷ୍ଠ ହେବାକୁ ଲାଗିଲେ। ଶେଷରେ ଏକଲବ୍ୟଙ୍କ କଠୋର ଅଭ୍ୟାସର ଫଳ ମିଳିଲା। ସେ ଧନୁବିଦ୍ୟାରେ ମହାରଥ ହାସଲ କରି ନେଇଥିଲେ। ଦିନକର କଥା, ପାଣ୍ଡବ ଓ କୌରବମାନେ ଶିକାରରେ ଯାଇଥିଲେ। ସାଥିରେ କୁକୁର ମଧ୍ୟ ନେଇଥିଲେ। ସେତେବେଳେ ଏକଲବ୍ୟ ଧନୁବିଦ୍ୟାର ଅଭ୍ୟାସରେ ମଗ୍ନ ଥିଲେ। ହଠାତ୍
ତାଙ୍କୁ କୁକୁରର ଭୁକିବା ଶବ୍ଦ ଶୁଭିଲା, ଯାହାଦ୍ୱାରା ଏକଲବ୍ୟ ଅଭ୍ୟାସରେ ଧ୍ୟାନ ଦେଇପାରୁନଥିଲେ। ଏକଲବ୍ୟ ଏପଟ ସେପଟ ଦେଖିଲେ, କିନ୍ତୁ କୁକୁର ଦେଖାଯାଉନଥିଲା। ଏକଲବ୍ୟ ନିଜର ଧନୁବିଦ୍ୟାର ପ୍ରୟୋଗ କଲେ ଓ ନିଜ ଲକ୍ଷ୍ୟ ଆଡ଼କୁ ତୀର ଛାଡ଼ିଥିଲେ। ତୀରଗୁଡ଼ିକ ଏପରି ଭାବେ ଛଡ଼ାଗଲା, କୁକୁରର ଭୁକିବା ବନ୍ଦ ହୋଇଗଲା। ପାଣ୍ଡବମାନେ କୁକୁର ପାଖକୁ ଆସି ଦେଖିଲେ ଯେ କୁକୁରର ମୁହଁରେ 7ଟି ତୀର ଏପରି ଭାବେ ଲାଗିଛି ଯେ କୁକୁରର ଜୀବନ ବି ବଞ୍ଚି ରହିଛି ଓ ଭୁକିବା ମଧ୍ୟ ବନ୍ଦ ହୋଇଯାଇଛି। ଏହି ଅଦ୍ଭୁତ ଧନୁବିଦ୍ୟା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଅର୍ଜୁନ ଏହା ଦେଖି ଈର୍ଷାନ୍ୱିତ ହେଲେ। ଦୁନିଆର ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ ହେବା କଥା, କିନ୍ତୁ ଏପରି ବିଦ୍ୟା ତ ଅର୍ଜୁନକୁ ମଧ୍ୟ ଜଣା ନଥିଲା। ଏହି ଜଙ୍ଗଲରେ ଏପରି ଧନୁବିଦ୍ୟାର ଜ୍ଞାନ କାହାକୁ ମିଳିଲା? ଅର୍ଜୁନ ଭାବୁଥିଲେ, ସାରା ସଂସାରରେ ମୁଁ ହିଁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର, କିନ୍ତୁ ମୋ ଠାରୁ ଶ୍ରେଷ୍ଠ କିଏ ଅଛି ଯିଏ ଏପରି ଧନୁବିଦ୍ୟା ଜାଣିଛି ଯାହା ମୋତେ ମଧ୍ୟ ଜଣା ନାହିଁ? ସେମାନେ ସେହି ମହାନ ଧନୁର୍ଦ୍ଧରଙ୍କୁ ଖୋଜିବାକୁ ଲାଗିଲେ। ସେମାନଙ୍କୁ ଏକଲବ୍ୟ ଦେଖାଗଲେ। ଅର୍ଜୁନ ପଚାରିଲେ, ତୁମେ କ'ଣ ସେହି ବ୍ୟକ୍ତି ଯିଏ ଆମ କୁକୁରର ମୁହଁରେ ତୀରର ବନ୍ଦ କରିଦେଲେ? ଏହା ଶୁଣି ଏକଲବ୍ୟ କହିଲେ, ହଁ, ମୁଁ ହିଁ ସେହି ବ୍ୟକ୍ତି। ଅର୍ଜୁନ ପଚାରିଲେ, ତୁମର ଗୁରୁ କିଏ? ଏକଲବ୍ୟ କହିଲେ, ଗୁରୁ ଦ୍ରୋଣାଚାର୍ଯ୍ୟ। ଅର୍ଜୁନ ଚମକି ପଡ଼ିଲେ। ଅର୍ଜୁନ ଗୁରୁ ଦ୍ରୋଣଙ୍କ ପାଖକୁ ଯାଇ କହିଲେ, ଗୁରୁଦେବ, ଆପଣ ମୋତେ ପ୍ରତିଜ୍ଞା କରିଥିଲେ ଯେ ମୁଁ ହିଁ ବିଶ୍ୱର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେବି, କିନ୍ତୁ ଏହି ଭୀଲ ପୁତ୍ର ମୋଠାରୁ ଶ୍ରେଷ୍ଠ ହୋଇଯାଇଛି। ଗୁରୁ ଦ୍ରୋଣ ତୁରନ୍ତ ଏକଲବ୍ୟ ଗୁରୁ ଦ୍ରୋଣଙ୍କୁ ଦେଖି ପାଖକୁ ଗଲେ। ଖୁସିରେ ତାଙ୍କ ପାଦ ଛୁଇଁ ପ୍ରଣାମ କଲେ। ଦ୍ରୋଣ ପଚାରିଲେ, ତୁମେ ମୋତେ ଗୁରୁ ମାନିଛ? ଏକଲବ୍ୟ କହିଲେ, ହଁ, ହଁ ଗୁରୁଦେବ, ମୁଁ ଆପଣଙ୍କ ମୂର୍ତ୍ତିକୁ ଗୁରୁ ମାନି ଅଭ୍ୟାସ କରିଛି। ଆପଣଙ୍କ କୃପାରୁ ହିଁ ମୁଁ ଏତେ ଶିଖିପାରିଛି। ଦ୍ରୋଣାଚାର୍ଯ୍ୟ କହିଲେ, ଯଦି ତୁମେ ମୋତେ ଗୁରୁ ମାନିଛ, ତେବେ ମୋତେ ଗୁରୁ ଦକ୍ଷିଣା ଦେବାକୁ ପଡ଼ିବ। ଏକଲବ୍ୟ ତୁରନ୍ତ କହିଲେ, ନିଶ୍ଚୟ ଗୁରୁଦେବ, ଆପଣ ଯାହା ମାଗିବେ ମୁଁ ତାହା ଦେବି। ଦ୍ରୋଣାଚାର୍ଯ୍ୟ କହିଲେ, ତୁମର ଡାହାଣ ହାତର ବୁଦ୍ଧାଙ୍ଗୁଳି ମୁଁ ଗୁରୁଦକ୍ଷିଣା ରୂପେ ଚାହେଁ। ଏକଲବ୍ୟ ଜାଣିଥିଲେ ଯେ ବୁଦ୍ଧାଙ୍ଗୁଳି କାଟିଦେଲେ ସେ ଆଉ କେବେ ବି ଧନୁବିଦ୍ୟାରେ ପାରଙ୍ଗମ ହୋଇପାରିବେ ନାହିଁ। ତଥାପି ସେ ତୁରନ୍ତ ନିଜର ଛୁରୀ ବାହାର କରି ଡାହାଣ ହାତର ବୁଦ୍ଧାଙ୍ଗୁଳି କାଟି ଗୁରୁଙ୍କୁ ଅର୍ପଣ କଲେ। ଏକଲବ୍ୟଙ୍କର ଏହି ତ୍ୟାଗ ଦେଖି ଦ୍ରୋଣାଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏକଲବ୍ୟ ପୁଣି ଥରେ ଗୁରୁଙ୍କୁ ପ୍ରଣାମ କରି କହିଲେ, ଗୁରୁଦେବ, ମୁଁ ଆପଣଙ୍କର ଶିଷ୍ୟ, ଆପଣ ମୋର ଗୁରୁ। ଆପଣଙ୍କ ପାଇଁ ମୁଁ ନିଜର ଜୀବନ ମଧ୍ୟ ଦେଇପାରିବି। ଏକଲବ୍ୟଙ୍କର ଏହି ଗୁରୁଭକ୍ତି ଦେଖି ଦ୍ରୋଣାଚାର୍ଯ୍ୟ ତାଙ୍କୁ ଆଶୀର୍ବାଦ ଦେଲେ। ଅଙ୍ଗୁଠି ହରାଇବା ପରେ ମଧ୍ୟ ଏକଲବ୍ୟ ହାର ମାନିଲେ ନାହିଁ। 4 ଆଙ୍ଗୁଳିରେ ସେ ପୁନଃ ଧନୁବିଦ୍ୟା ଅଭ୍ୟାସ କଲେ। ତାଙ୍କର ସାଧନା ଏତେ ପ୍ରବଳ ଥିଲା ଯେ ସେ ପୁଣି ଥରେ ନିପୁଣ ଧନୁର୍ଦ୍ଧର ହେଲେ। 4 ଅଙ୍ଗୁଳିରେ ମଧ୍ୟ ସେ ଧନୁ ଚଳାଇ ପାରୁଥିଲେ। ବୁଦ୍ଧାଙ୍ଗୁଳି ବିନା ମଧ୍ୟ ସେ ଧନୁବିଦ୍ୟାରେ ଦକ୍ଷତା ହାସଲ କଲେ। ପିତାଙ୍କ ମୃତ୍ୟୁ ପରେ ଏକଲବ୍ୟ ରାଜ୍ୟର ଶାସକ ହେଲେ ଏବଂ ନିଜ ରାଜ୍ୟର ସୀମା ବିସ୍ତାର କରିବାକୁ ଲାଗିଲେ। ଥରେ ସେ ଆତତାୟୀ ରାଜା କଂସଙ୍କ ଶ୍ୱଶୁର ଜରାସନ୍ଧଙ୍କ ସେନାର ପକ୍ଷରୁ ମଥୁରା ଉପରେ ଆକ୍ରମଣ କରି ଶ୍ରୀକୃଷ୍ଣଙ୍କ ଯାଦବ ସେନାର ସର୍ବନାଶ କରିବାକୁ ଲାଗିଲେ। ସେନାରେ ହାହାକାର ସୃଷ୍ଟି ହେବା ପରେ ଯେତେବେଳେ ଶ୍ରୀକୃଷ୍ଣ ଯୁଦ୍ଧ କରିବାକୁ ଆସିଲେ, ସେତେବେଳେ ଏକଲବ୍ୟଙ୍କୁ କେବଳ 4 ଅଙ୍ଗୁଳିରେ ଧନୁବାଣ ଚଳାଉଥିବାର ଦେଖି ଶ୍ରୀକୃଷ୍ଣ ନିଜ ଆଖିରେ ବିଶ୍ୱାସ କରିପାରିଲେ ନାହିଁ। ସେ ହଜାର ହଜାର ସେନାକୁ ଧ୍ୱଂସ କରି ଚାଲିଥିଲେ। ତେଣୁ ଶ୍ରୀକୃଷ୍ଣ ନିଜର ସୁଦର୍ଶନ ଚକ୍ରରେ ଏକଲବ୍ୟଙ୍କର ବଧ କରିଗଲେ। ଏକଲବ୍ୟଙ୍କ ଜୀବନ କାହାଣୀ ଆମକୁ ଶିଖାଏ ଯେ ଜୀବନରେ ବାଧା ଆସିପାରେ, ଅନ୍ୟାୟ ହୋଇପାରେ, କିନ୍ତୁ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହେବା ଉଚିତ ନୁହେଁ। ଏକଲବ୍ୟଙ୍କର ତ୍ୟାଗ ଓ ସମର୍ପଣ ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। କମେଣ୍ଟ ଦ୍ୱାରା ନିଜର ମତାମତ ଉପସ୍ଥାପନ କରନ୍ତୁ। ରହୁଛି, ନମସ୍କାର। ପୁଣି ଦେଖାହେବ ଆଉ ଗୋଟିଏ ନୂଆ ଅଧ୍ୟାୟରେ।